ମାନେ ଏଣିକି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା 24 ନଭେମ୍ବର 2024 ରବିବାର ଦିନ ବା ଆଜିର ଡେଟ୍ରେ ମିଳିବା ପାଇଁ ଯାଉଛି ସୁଭଦ୍ରା ଯୋଜନାର 5000 ଟଙ୍କା। ଏଇଟା ହେଉଛି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟର ଟଙ୍କା। କିନ୍ତୁ ଏବେ ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଜଣେଇବି ଆପଣମାନେ କେମିତି ଜାଣିପାରିବେ ଯେ ଏ କିସ୍ତିରେ ଆପଣଙ୍କୁ ଟଙ୍କା ମିଳିପାରିବ କି ନାହିଁ। ଯେଉଁମାନଙ୍କୁ ମାନେ ଟଙ୍କା ମିଳିନି ସୁଭଦ୍ରା ଯୋଜନାରୁ ସେଇମାନଙ୍କୁ ମୁଁ କାଇଣ୍ଡଲି ଦୟାକରି କହୁଛି ସେମାନେ ହିଁ ଭିଡ଼ିଓଟିକୁ ଦେଖନ୍ତୁ, ଖାସ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଏଇଠି ସିଓର ହେଇପାରିବେ ଯେ ଆଜି ଯେଉଁ ପଇସାଟି ମିଳିବା ପାଇଁ ଯାଉଛି ତାହେଲେ ଆଜି ଆପଣଙ୍କୁ ଟଙ୍କା ମିଳିପାରିବ କି ନ ମିଳିପାରିବ, ଏଇଟା ଆପଣମାନେ କନଫର୍ମ କେମିତି ହେବେ ସେଇଟା କନଫର୍ମ ହେବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା କହିଦେଉଛି, ଆମ ଚ୍ୟାନେଲକୁ ଯଦି ଆପଣ ନୂଆ ଆସୁଛନ୍ତି ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ସରକାରଙ୍କ ତରଫରୁ ଯାହା କିଛି ଛୋଟ ବଡ଼ ନ୍ୟୁଜ୍ ଗୁଡ଼ିକ ଆସୁଛି, ଅପଡେଟ୍ ଗୁଡ଼ିକ ଆସୁଛି, ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ଦେଖିବା ପାଇଁ ପାଇବେ। ଦେଖନ୍ତୁ ଏଠିକି ସୁଭଦ୍ରା ଯୋଜନାରେ ଅଲରେଡ଼ି 60 ଲକ୍ଷ ଲୋକଙ୍କୁ ଟଙ୍କା ମିଳିସାରିଛି। ଆଜି ଯେଉଁ ଡେଟ୍ରେ ଦିଆହେବ 24 ତାରିଖ ଦିନ ଏବେ 20 ଲକ୍ଷ ଲୋକଙ୍କୁ ମିଳିଯିବ। ସମୁଦାୟ ହେଇଯିବ 80 ଲକ୍ଷ ଲୋକ ହେଇଯିବେ ବା 80 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଯିବ। ପୁଣି ଡିସେମ୍ବର ମାସରେ 20 ଲକ୍ଷ ମିଳିଯିବ। ସର୍ବମୋଟ 2024 ମସିହାରେ 1 କୋଟି ମହିଳାଙ୍କୁ ଦିଆଯିବ। କିନ୍ତୁ ଆଜି ଯେଉଁ ଡେଟ୍ରେ ଆସିବ ଆପଣମାନେ କେମିତି ନିଜ ମୋବାଇଲ ଫୋନ୍ ସାହାଯ୍ୟରେ ଘରେ ବସି ଚେକ୍ କରିପାରିବେ ଯେ ଆପଣଙ୍କୁ ଏଥିରେ ଟଙ୍କା ମିଳିବ କି ନ ମିଳିପାରିବ। ଏଥିରେ ମଧ୍ୟ କିଛି ନୂଆ ଲିଷ୍ଟ ଆସିଛି। ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟିଏ ଜିନିଷ ଦେଖେଇବି। ଆପଣମାନେ ମୋବାଇଲ ଫୋନ୍ରେ ସୁଭଦ୍ରା ଯୋଜନାର ୱେବସାଇଟ୍କୁ ଯିବେ ଗୁଗଲରେ। ଏଇଠି ଆପଣମାନେ ତଳକୁ ଆସିବେ, ଗୋଟେ ହିତାଧିକାରୀର ତାଲିକା ଅଛି। এই ତାଲିକାରେ ଆପଣମାନେ ଏବେ ଯାଇକି ସର୍ଚ୍ଚ କରନ୍ତୁ। ଏ ଭିଡ଼ିଓଟିକୁ ଦେଖି ସାରିବା ପରେ ସର୍ଚ୍ଚ କରନ୍ତୁ। କେମିତି କରିବେ, ଗୋଟେ ଗୋଟେ ମିଷ୍ଟେକ୍ ଯଦି କରିଦେବେ ଆପଣ ଜାଣିପାରିବେନି ସେଠି ଆପଣଙ୍କ ନାଁଟି ଥିବ, ଆପଣ ଭାବୁଥିବେ ଏଠି ନାହିଁ। ତ ସେଥିପାଇଁ ଆପଣମାନେ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖିବେ, ଏଇଠି ଗୋଟେ ଲେଖା ହେଇଥିବ ହିତାଧିକାରୀ ତାଲିକା। ବାସ୍ ହିତାଧିକାରୀ ତାଲିକା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଆପଣଙ୍କୁ କିଛି ଜିନିଷ ମାଗିବ, ଯେମିତିକି ଆପଣଙ୍କର ଜିଲ୍ଲାର ନାଁ କ'ଣ ସେଟା ଆପଣ ଏଇଠି ଦେବେ। ତ ମୁଁ ଏଇଠି ମୋ ଜିଲ୍ଲାର ନାଁ ଦେଇଦେଉଛି। ତା ସହିତ ଆପଣଙ୍କର ବ୍ଲକର ନାଁ କ'ଣ ଆପଣଙ୍କର ସେଇଟା ହିଁ ଦେବା ପାଇଁ ପଡ଼ିବ। ଏଇଠି ଆପଣଙ୍କର ଗ୍ରାମ ପଞ୍ଚାୟତର ନାଁ କ'ଣ, ଏଇଠି ଯେଉଁ ବ୍ଲାକ୍ କଲର୍ର ଏରୋ ଚିହ୍ନ ଅଛି ବାସ୍ ତା ଉପରେ କ୍ଲିକ୍ କରିବେ। ଏଠି ଅପସନ୍ ଆସିଯିବ, ବାସ୍ ଆପଣଙ୍କର ଗ୍ରାମ ପଞ୍ଚାୟତ କ'ଣ ତାକୁ ମଧ୍ୟ କ୍ଲିକ୍ କରିବେ। ତାପରେ ଏଠି ଗୋଟେ ହଳଦିଆ କଲର୍ର ଅଛି ଦେଖନ୍ତୁ ବୋଲିକି, ବାସ୍ ତା ଉପରେ ଆପଣ ଥରୁ ଟିକେ କ୍ଲିକ୍ କରିବେ। ତାପରେ ଟିକେ ତଳକୁ ଏମିତି ସ୍କ୍ରୋଲ୍ କରିବେ, ତଳକୁ ଉପରକୁ ଟେକିବେ, ଦେଖିବେ ତଳ ଏଇଠି ଦୁଇଟା ରେଡ୍ କଲର୍ର PDF ବୋଲିକି ଲେଖା ହେଇଛି। ଦୁଇ ପଟରେ ଦୁଇଟା ଅଛି, ଗୋଟେ ହେଉଛି ପ୍ରତ୍ୟାଖ୍ୟାନ ତାଲିକା ଆଉ ଗୋଟେ ଅନୁମୋଦିତ ତାଲିକା। ମାନେ ଏଇ ଅନୁମୋଦିତ ତାଲିକା ଉପରେ ଆପଣ କ୍ଲିକ୍ କରିବେନି। ଅନୁମୋଦିତ ତାଲିକା କେଉଁମାନଙ୍କର, ଯେଉଁମାନଙ୍କୁ ଅଲରେଡ଼ି ତୁମ ଜିଲ୍ଲାରେ ଯେଉଁ ପଞ୍ଚାୟତକୁ ତୁମେ ସିଲେକ୍ଟ କରିଛ ସେଇ ପଞ୍ଚାୟତରେ ଯେଉଁମାନଙ୍କୁ ଟଙ୍କା ମିଳିସାରିଛି ସେଇମାନଙ୍କର PDF, ଏଇ PDFରେ ହିଁ ଲିଷ୍ଟଟି ଅଛି। ତ ଏଇ PDFରେ କ'ଣ ଅଛି ନା ପ୍ରତ୍ୟାଖ୍ୟାନରେ ସେଇ ପଞ୍ଚାୟତର କେଉଁ କେଉଁ ଲୋକଙ୍କୁ ଟଙ୍କା ମିଳିବନି ସେଇଟା ହିଁ ଏଇଥିରେ ଅଛି। ବାସ୍ ଆପଣଙ୍କୁ କ'ଣ କରିବା ପାଇଁ ପଡ଼ିବ ନା ଆପଣଙ୍କୁ ଏଇ PDF ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ ଯେଉଁଟା ପ୍ରତ୍ୟାଖ୍ୟାନ ତାଲିକା ଅଛି। ଏ ପ୍ରତ୍ୟାଖ୍ୟାନ ତାଲିକା ଉପରେ କ୍ଲିକ୍ କଲେ ଏଠି ଯେଉଁ ଆସିବ ଗୋଟେ ଲିଷ୍ଟ, ସେ ଲିଷ୍ଟରେ ଯଦି ଆପଣଙ୍କର ନାଁ ନାହିଁ ତାହେଲେ ଆପଣମାନେ ସେଇଠି କ୍ଲିଅର ହେଇପାରିବେ ଯେ ଜାଣିପାରିବେ ଯେ ଏଇଠି ଆମର ନାଁ ନାହିଁ, ମାନେ ଆଜି ନହେଲେ କାଲି ଆମକୁ ସରକାର ଟଙ୍କା ଦେବେ। ଯିବେ କୁଆଡ଼େ, ଟଙ୍କା ଦେବେ ଆମକୁ। କାହିଁକି ନା ଆପଣମାନେ ଦେଖିଥିବେ ଯେଉଁମାନେ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇଲେ ସେମାନେ ପ୍ରଥମ କିସ୍ତିର ପୂର୍ବରୁ ଫର୍ମ ପକାଇଥିଲେ, ସେଥିପାଇଁ ତାଙ୍କୁ ଲେଟ୍ରେ ମିଳିଲା। କାହିଁକି ନା ସରକାରଙ୍କ କହିବା କଥା ହେଉଛି ଆମେ ଏକାଥରେ ପଇସା ଦେଉନୁ, ଥରେ ଥରେ ଦେଉଛୁ, କିଛି କିଛି ଲୋକଙ୍କୁ ଦେଉଛୁ। ଆଉ ଯେଉଁମାନଙ୍କୁ ଟଙ୍କା ମିଳୁନି ସେମାନେ ବ୍ୟସ୍ତ ହେବା ଦରକାର ନାହିଁ। ଆଉ ସେମାନଙ୍କର ଡକୁମେଣ୍ଟଟା ସବୁବେଳେ ପ୍ରୋସେସିଂରେ ଥାଏ, ସରକାର ଚେକ୍ କରୁଥାନ୍ତି। ଏଇଠି ଆପଣମାନେ ଦେଖନ୍ତୁ, ଏଇଠି ଆମର ଏହି ପଞ୍ଚାୟତରେ ପ୍ରାୟ 4ଟା 5ଟା ଗାଁର କିଛି କିଛି ମହିଳାମାନେ ଅଛନ୍ତି। ଏଇ ଯେଉଁ କିଛି କିଛି ମହିଳା ଅଛନ୍ତି ଏଇମାନଙ୍କ ଭିତରେ ଯଦି ଆପଣଙ୍କ ନାଁଟି ଥିବ, ଆପଣମାନେ ମୋବାଇଲ ଫୋନ୍ରେ ଚେକ୍ କରିବେ, ଯଦି ଆ ଭିତରେ ଆପଣ ନାଁଟି ରହିଯାଉଛି ତାହେଲେ ଆପଣମାନେ କନଫର୍ମ ହେଇପାରିବେ ଯେ ଆପଣ ଟଙ୍କା ପାଇପାରିବେ ନାହିଁ। ଆଉ ଯଦି ଆ ଭିତରେ ଆପଣଙ୍କର ନାଁଟି ନାହିଁ ତାହେଲେ ଆପଣମାନେ ଆଜି ନହେଲେ କାଲି ଟଙ୍କା ପାଇପାରିବେ। ଯଦି ତୃତୀୟ କିସ୍ତିରେ ଆଜି ପଇସା ନ ଆସୁଛି ପୁଣି ନେକ୍ସଟ ଡିସେମ୍ବର ମାସରେ କିସ୍ତି ଆସିବ, ଡିସେମ୍ବର ମାସରେ ମଧ୍ୟ ପାଇପାରିବେ। ପ୍ରଥମେ ଏଇଟାକୁ ଆପଣମାନେ ଚେକ୍ କରିନେବେ, ଆଉ କୌଣସି ଲିଷ୍ଟ ଦେଖିବା ଆବଶ୍ୟକ ନାହିଁ। ଏଇଠି ବି ଦେଇଦେଇଛି, ଆପଣ ବି କନଫର୍ମ ହେଇପାରିବେ, ଜାଣିପାରିବେ ଯେ ଯଦି ବି ଟଙ୍କା ମିଳୁନି ତାହେଲେ ସରକାର କାହିଁକି କାଟିଛନ୍ତି, କ'ଣ ପାଇଁ ଆମେ ଇନ୍ଏଲିଜିବୁଲ୍ ବା ଅଯୋଗ୍ୟ ତାର କାରଣ ମଧ୍ୟ ଦର୍ଶାଇ ଦେଇଛନ୍ତି। ଉପରେ ଏଠି 9ଟି କାରଣ ଦେଇଦେଇଛନ୍ତି, 1 2 3 4 5 6 ଏ ଯେଉଁ ବକ୍ସ ଦେଇଛି ଘର ଦେଇଛି 9ଟି କାରଣ ଦେଇଛି। ତା ସହିତ ଏଇଠି ଦେଖନ୍ତୁ ନାଁ ଲେଖିଛି, ନାଁର ଡାହାଣ ପଟରେ ଲେଖିଦେଇଛି କାରଣ। ଦେଖିଛନ୍ତି ତ, ଦେଖନ୍ତୁ ବିଭିନ୍ନ ଲୋକଙ୍କର ବିଭିନ୍ନ କାରଣ, ତା ସିମ୍ବଲ ଦେଇଦେଇଛି, କାହାର 4 ନମ୍ବର କାହାର 1 ନମ୍ବର। ଧର 4 ନମ୍ବର, ଆପଣ ଏଇ 4 ନମ୍ବରକୁ ଯାଇକି ପଢ଼ିପାରିବେ। ତ ଏ ଲୋକର 4 ନମ୍ବରରେ କ'ଣ ଅଛି। ପ୍ରଥମ ଲୋକଟି ରହିଛି କୁନ୍ତଳା ସାହୁ, ଫାଦରଙ୍କ ନେମ୍ ରହିଛି କହ୍ନେଇ ସାହୁ। ଏଠି ଲେଖିଛି ଦେଖନ୍ତୁ 4 ନମ୍ବରରେ ଦେଇଛି ତାର ଅପସନ୍ଟି, ମାନେ ଇନ୍ଏଲିଜିବୁଲ୍ 4 ନମ୍ବର। 4 ନମ୍ବରର ଉପରକୁ ଏଇଠି ଆସନ୍ତୁ, ଦେଖନ୍ତୁ କ'ଣ ଲେଖା ହେଇଛି, ମୋର୍ ଦ୍ୟାନ୍ 5 crore
इनग्रेटेड लैंड फॉर 10 crore नॉन इनिग्रेटेड लैंड एंड फैमिली माने फैमिली रे 5 ରୁ 10 एकर पर्यंत जमी अच्छी से सरकार तांको टंका देबे नाही। तो ये थिला कारण एमिति ही आपण माने निज निज मोबाइल फोन जाके चेक करंतु आ जदि आ भितर नाही ताले आपण माने कोनोसी टेंशन नबा दरकार नाही आज नहले काली आपण को टंका मिल जिवो। तो यह थिला संपूर्ण अपडेट वीडियो केमति लागला कमेंट करके जानबे। चैनल जदि नुआ आछन प्लीज हम चैनल को सब्सक्राइब करंतु आहुरी आगु को एभळे नुआ नुआ अपडेट गुडी को पाई परिबे। थैंक यू।